ମାମା ବର୍ଷକ ତ 12 ମାସ ଇଏ ମଳ ମାସ କଣ? ଖାଲି ମା କହୁଛି ମଳ ମାସରେ ଏଟା ହବ ନା ସେଟା ହବ ନା ଏଟା ହବ ନା ସେଟା ହବ ନା ଏଇଭଳିଆ ଖାଲି କହୁଛି। ଆଚ୍ଛା ବର୍ଷକ ହଉଛି 12 ମାସ। ହଁ ମଳ ମାସ କଣ? ହଁ। ଦେଖେ ମଳ ମାସ ହଉଛି ଯେମିତି ଆମର ଅଧିବର୍ଷ ହଁ ବା ଲିପ୍ ଇୟର କେତେ ବର୍ଷରେ ଥରେ ପଡେ? ଲିପ୍ ଇୟର 4 ବର୍ଷରେ ଥରେ। 4 ବର୍ଷ ଥରେ କେମିତି ହୁଏ ନା ଆମର ବର୍ଷକ 365 ଦିନ ହଁ 6 ଘଣ୍ଟା, କିନ୍ତୁ ଆମେ 6 ଘଣ୍ଟାକୁ ଗଣି ନଥାନ୍ତି। ନଥାଉ। ସେଇ 6 ଘଣ୍ଟା କଣ ହୁଏ ନା ରହିକି 4 ବର୍ଷର ଥରେ ଗୋଟେ ଦିନ ହେଇଯାଏ, ହଁ। ମାନେ 24 ଘଣ୍ଟା ହେଇଗଲା। 6 24 ହଁ। ଗୋଟେ ଦିନ ହଉଛି 24 ଘଣ୍ଟା, ହଁ। ତ ଗୋଟେ ଦିନ ହେଇଯାଏ। ସେଇ ଦିନଟା ଆଉ ଫେବୃଆରୀ ମାସରେ ଯାଇକି ଆଡ ହୁଏ, ମାନେ ଫେବୃଆରୀ ମାସ 28 ତା ଦେହରେ ଆଡ ହେଇଯିବ। ଅଲଗା ସବୁ ମାସରେ ତ 30 ଦିନ, ତା ଦେହରେ 31 ଦିନ ଅଛି, ବୁଝିପାରୁଛୁ? ହଁ ଯେହେତୁ ଫେବୃଆରୀ ମାସରେ 28 ଦିନ, ସେଥିପାଇଁ ଲିପ୍ ଇୟର ବା ଅଧିବର୍ଷଟା ସେ ଫେବୃଆରୀ ମାସରେ ଆଡ ହେଇଯାଏ ଗୋଟେ ଦିନ। ହଁ ତ ସେଇଥିପାଇଁ 4 ବର୍ଷର ଥରେ ଅଧିବର୍ଷ ପଡେ। ହଁ। ଠିକ୍ ସେମିତି ମଳ ମାସ ମଧ୍ୟ, ଯେମିତି କି ମଳ ମାସ ହେଉଛି ହିନ୍ଦୁ ପଞ୍ଜିକା ଅନୁସାରେ ହଁ। ଚନ୍ଦ୍ର ମାସ ଓ ସୌର ମାସ ମଧ୍ୟରେ ହଁ। ସମୟ ସାମ୍ୟ କରିବା ପାଇଁ, ସାମ୍ୟ ରଖିବା ପାଇଁ ବା କରିବା ପାଇଁ ହଁ। ପ୍ରତି 32 ମାସ ହଁ। ବା ପ୍ରାୟ 2.5 ବର୍ଷରେ ଗଣନା କରାଯାଉଥିବା ଏକ ଅତିରିକ୍ତ ମାସ ହଁ। ହେଲା, ହଁ। ବା ଏକ୍ସଟ୍ରା ମାସ ଯାହାକୁ କହନ୍ତି, ସେଇଟା ହେଉଛି ମଳ ମାସ। ହଁ। ଏଇଟାକୁ ସିନା ଆମେ ମଳ ମାସ କହୁଛୁ, କିନ୍ତୁ ଏଇଟା ବହୁତ ପବିତ୍ର ମାସ। ଏହାକୁ ବିଷ୍ଣୁ ଭଗବାନଙ୍କ ନାମରେ ମଧ୍ୟ ନାମିତ କରାଯାଇଛି ପୁରୁଷୋତ୍ତମ ମାସ। ହଁ। ଏହା କାହିଁକି ହୁଏ କହିଲୁ? କାହିଁକି? କାହିଁକି ହୁଏ ନା ସୌରମାନ ବର୍ଷ ବା ସୂର୍ଯ୍ୟଙ୍କର ବର୍ଷ ହଁ। କେତେ ଦିନ ନା 365 ଦିନ 6 ଘଣ୍ଟା। ହଁ। ସୂର୍ଯ୍ୟଙ୍କର ବର୍ଷ ହଉଛି 365 ଦିନ 6 ଘଣ୍ଟା। ସେଇ 6 ଘଣ୍ଟା ଆମର ଲିପ୍ ଇୟରରେ ଆଡ ହେଇଯାଏ, ଅଧିବର୍ଷରେ ଆଡ ହେଇଯାଏ। ସେମିତି ଚନ୍ଦ୍ରଙ୍କର ବି ବର୍ଷ ଅଛି, ଚନ୍ଦ୍ରମାନ ବର୍ଷ ତାକୁ କହନ୍ତି। ସିଏ ହଉଛି କେତେ ଦିନ କହିଲୁ? 354 ଦିନ ହେଲା। 354 ଦିନ ମଧ୍ୟରେ ବାର୍ଷିକ 11 ଦିନ 6 ଘଣ୍ଟାର ପାର୍ଥକ୍ୟ ରହିଲା ହେଲା। କେତେ ଦିନ ପ୍ରତିବର୍ଷ ରହିଲା? କେତେ ଦିନ ଲେଖା? 6 ଘଣ୍ଟା, ସରି 11 ଦିନ 6 ଘଣ୍ଟାର ପାର୍ଥକ୍ୟ ରହିଲା। ସୂର୍ଯ୍ୟଙ୍କର 6 ଘଣ୍ଟା, ଚନ୍ଦ୍ରଙ୍କର 11 ଦିନ, 11 ଦିନ 6 ଘଣ୍ଟା ହେଇଗଲା। 11 ଦିନ 6 ଘଣ୍ଟା ଏଇ ଯୋଉ 3 ବର୍ଷ ମାନେ 2.5 ବର୍ଷ ପରେ ଯୋଉ ହେଇଯିବ ଗୋଟେ ମାସ, ସେଇଟା ଆଡ ହେଇଯିବ ମଳ ମାସ। 11 11 22 ଆଉ 11 ଅଧା କେତେ ଧର 5 ଅଧା, 5 ଅଧା ହେଲା। ସେ ହେଇଯିବ ମାନେ ପାଖାପାଖି 28 ଦିନ ଭଳିଆ, 27 28 ଦିନ ଭଳିଆ ହେଇଗଲା ହେଲା। ସେ ସେଇଟା ଆଡ ହେଇଯିବ କୋଉଠି? ଏକ୍ସଟ୍ରା ମାସ ଗୋଟେ ହେଇଯିବ, ସେଇଟାକୁ ଆମେ କହନ୍ତି ମଳ ମାସ, ପୁରୁଷୋତ୍ତମ ମାସ। ଏହି ପାର୍ଥକ୍ୟକୁ ପୂରଣ କରିବା ପାଇଁ 2.5 ବର୍ଷରେ ଗୋଟିଏ ଅଧିକା ମାସ ଯୋଡାଯାଏ, ଯାହା ଦ୍ୱାରା ହିନ୍ଦୁ ପର୍ବପର୍ବାଣୀ ଗୁଡିକ ସଠିକ ଋତୁରେ ପଡିଥାଏ। ବୁଝିପାରୁଛୁ? ଦେଖୁନୁ ଏଥର ଆମେ ସମସ୍ତେ କହିଲେ ସାବିତ୍ରୀ ଓଷା କଣ ଏତେ ଜଲ୍ଦି ପଡିଯାଇଛି, ମାନେ ମାସେ ପାଖାପାଖି ରହିଲା ରଜ, ସାବିତ୍ରୀ ଓଷା ଏତେ ଜଲ୍ଦି ପଡିଯାଇଛି। କିନ୍ତୁ ରଜ ଥାଏ 8-10 ଦିନ, ସାବିତ୍ରୀ ଓଷା ପଡେ, କିନ୍ତୁ ଏଥର ଠିକ ଭାବରେ ପଡିଛି। ଏହାର ନାମକରଣ ପୁରୁଷୋତ୍ତମ ମାସ କାହିଁକି କୁହାଯାଇଛି? ଦେଖ ସବୁ ଦେବାଦେବୀ ନିଜ ନାଁରେ ମାସକୁ ସବୁ ନେଇଗଲେ, କିନ୍ତୁ ଏଇ ମାସଟିକୁ କେହି ନବାକୁ ଚାହିଁଲେ ନାହିଁ। ଏହି ଅଧିକ ମାସଟି ଯେଉଁ ଚନ୍ଦ୍ର ମାସରେ ପଡେ ତାହାରି ନାମ ଅନୁସାରେ ନାମିତ ହୁଏ, ଯଥା ବୈଶାଖ ମଳ କି ଶ୍ରାବଣ ମଳ କି କିମ୍ବା କାର୍ତ୍ତିକ ମଳ। ଆଉ ଯେତେବେଳେ ସବୁ ଦେବାଦେବୀ ସବୁ ମାସର ନେଇଗଲେ, ଏ ମାସଟା ଅଧିକ ହେଇଗଲା। ସେଇଥିପାଇଁ ଭଗବାନ ଶ୍ରୀ ବିଷ୍ଣୁ କହିଲେ ଯେ ମୋ ନାଁରେ ନାମିତ ହବ ଏଇ ମାସ ମଳ ମାସ, ଅର୍ଥାତ୍ ପୁରୁଷୋତ୍ତମ ମାସ। ଏହା ବହୁତ ପବିତ୍ର ଅଟେ। ମଳ ମାସର ସବୁଠାରୁ ଖାସ କଥା କଣ କହିଲୁ? କଣ? ଯେ ସବୁ ମାସରେ ପ୍ରଥମେ କୃଷ୍ଣ ପକ୍ଷ ପଡେ, ଆଉ ତାପରେ ଯାଇକି ଶୁକ୍ଳ ପକ୍ଷ ପଡେ। କିନ୍ତୁ ମଳ ମାସରେ ବା ପୁରୁଷୋତ୍ତମ ମାସରେ ପ୍ରଥମେ ପଡିବ ଶୁକ୍ଳ ପକ୍ଷ, ତାପରେ ପଡିବ ମଳ କୃଷ୍ଣ ପକ୍ଷ। ବୁଝିପାରୁଛୁ? ମଳ ମାସର ବିଶେଷତ୍ୱ ଏଇଟା।